आज आम कॉलेज रे एत्ते पिला काहेकि आसिथिले भिडियोटी लास्ट पर्यंत देखंतु निश्चय जानिपारिबे। तो हे एवरीवन वेलकम बैक टू माय अनदर मिनी ब्लॉग। तो सकाळु उठी मु रेडी ହେଇକି ପଳେଇ ଆସିଲି ମୋ ସାଙ୍ଗ ସହିତ କଲେଜ। ତ କଲେଜରେ ଆସି ପହଞ୍ଚିଲା ବେଳେ ଦେଖନ୍ତୁ ବାହାରେ କେହି ବି ଛୁଆ ନାହାନ୍ତି, କିନ୍ତୁ ଭିତରୁ ଆସି ଦେଖେ ତ ଆମ ଆଗରୁ ଛୁଆମାନେ ଆସିକି ପହଞ୍ଚି ବଢିଆ ସେ ବେନ ଫେନ ଲଗେଇ ରଙ୍ଗୋଲି ପକେଇ ପୁରା ରେଡି କରିଦିଅନ୍ତି। ଦେଖନ୍ତୁ ଦୁଇ ସାଇଡ୍ ଏଠି ଫୁଲ ପଡିଛି, ମତେ ପୁରା ସେଲିବ୍ରେଟ ଫିଲିଂ ଆସିଥିଲା। ତ ଭିତରେ ଆସି ଦେଖିଲା ବେଳକୁ ଏମାନେ ବହୁତ ସୁନ୍ଦର ଭାବରେ ରଙ୍ଗୋଲି କରିଥିଲେ। ତ ଆଉ ପୁଅ ପିଲାମାନେ ବି କମ ନୁହନ୍ତି, ସେମାନେ ବି ଷ୍ଟେଜକୁ ବହୁତ ଭଲ ଭାବରେ ସଜେଇଥିଲେ। ତ ଜୁନିୟର ଛୁଆମାନଙ୍କର ଟିକେ ଇଚ୍ଛା ଥିଲା ସେମାନେ ବି ବ୍ଲଗରେ ଆସିବେ, ତ ସେମାନଙ୍କର ଟିକେ କ୍ୟାପଚର ନେଇଗଲି। ତ ତା ଭିତରେ ମୋ ସାଙ୍ଗ ମତେ କହିଲା କି ବହୁତ ଜୋରସେ ଗରମ ହଉଛି, ଚାଲ ଆମେ ଟିକେ ଥଣ୍ଡା ପିଇ ଆସିବା। ମୁଁ ତା ସହିତ ଦୋକାନକୁ ଯାଇଥିଲି, ହେଲେ ସେ ଏଠି କଣ କରୁଛି ଟିକେ ଦେଖନ୍ତୁ। କିଏ ଭାଇ ଏ ଟାଟା ଗ୍ଲୁକୋରେ ବାଉଁଶ ବିସ୍କୁଟ ପୁରେଇକି ଖାଏ? ତ ଯୋଉମାନେ ଏ ଅଦ୍ଭୁତ କମ୍ବିନେସନ ଟ୍ରାଏ କରିଛନ୍ତି ସେମାନେ ମତେ ପ୍ଲିଜ କମେଣ୍ଟ କରିବେ। ତ ଭିତରକୁ ଆସି ଦେଖ ତ ସମସ୍ତେ ଏଠି ଆସି ପହଞ୍ଚିଯାଇଛନ୍ତି। ତ ପ୍ରିନ୍ସିପାଲ ମ୍ୟାଡାମ ଆସିଲା ପରେ ଆମର ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଥିଲା। ତ ତାପରେ ଏଠି ଆମର ପୁଷ୍ପଗୁଚ୍ଛ ଛୁଆ ମାନେ ସବୁ ଦେଇଥିଲେ। ତାପରେ ସାର୍ ମ୍ୟାଡାମ ମାନେ ସମସ୍ତେ ନିଜ ନିଜର ଅଭିଭାଷଣ ରଖିବା ଭିତରେ ଦେଖନ୍ତୁ ହେଇଲ ଏମାନେ କିଏ ଦେଖନ୍ତୁ, ଏମାନେ ମୋ ସାଙ୍ଗ ପିଲା ବହୁତ ମନ ଧ୍ୟାନରେ ଦେଖୁଛନ୍ତି। ତ ତାପରେ ଆମେ ପଳେଇ ଆସିଲୁ ପ୍ରଧାନ କାର୍ଯ୍ୟକ୍ରମ ମାନେ ଖାଇବା ପିଇବା ଆଇଟମ ପାଖକୁ। ତ ତା ଭିତରେ ଯୋଉମାନଙ୍କର ହାଲ ହାୟ ବାକି ରହିଯାଇଥିଲା ସେମାନଙ୍କୁ ଟିକେ କ୍ଲିପ ନେଇଯାଉଛି ସେମାନଙ୍କର। ତ ଦେଖନ୍ତୁ ଏମାନେ ସବୁ ହେଲା ଆମ ଜୁନିୟର ପିଲାମାନେ, ତ ଏମାନଙ୍କ ପାଇଁ ଗୋଟେ ଲାଇକ୍ କମେଣ୍ଟ କରିଦେବେ। ତ ତାପରେ ଆମେ ପଳେଇ ଆସିଲୁ ଟିକେ ଖାଇବା ପାଇଁ। ତ ଭେଜ ଆଉ ନନଭେଜ ଦିଟା ଯାକ ହେଇଥିଲା, କାହିଁକିନା ଯେହେତୁ ଆଜି ଶନିବାର ଥିଲା। ତ ଦେଖନ୍ତୁ ଏଠି ମୋ ସାଙ୍ଗ ମୁହଁ ଲୁଚେଇ ଖାଉଛି, କାହିଁ କହିଲେ ଆପଣ ମାନେ ତା ଖାଇବାକୁ ନଜର କରିଦେବେ ସେଥିପାଇଁ। ତ ଖାଇସାରିଲା ପରେ ତାପରେ ଆମେ ପଳେଇ ଆସିଲୁ ଟିକେ ହାତ ହାତ ଧୋଇକି ଭିତରକୁ ଗଲା ବେଳକୁ ବିଶ୍ୱାସ କରିବେନି ଏମାନେ ଏଠି ଲୁଚିକି ଖାଉଛନ୍ତି। ନା ମ ଏମାନଙ୍କୁ ଖାଇବାକୁ ଦିଆ ହେଇଛି ନା ଆଉ। ତାପରେ ମୁଁ ଘରକୁ ପଳେଇ ଆସିଥିଲି। ତ ଯଦି ଭିଡିଓଟି ଭଲ ଲାଗିଥାଏ ଦେଖା ହବ ଆଉ ଗୋଟେ ନ୍ୟୁ ବ୍ଲଗରେ, ଲାଇକ୍ କମେଣ୍ଟ ସେୟାର କରିଦେବେ। ଟାଟା।